ଆପଣ କାହିଁ ଭାଙ୍ଗି ପଡୁଛନ୍ତି? ତେଣୁ ଲୋକଙ୍କର ତ ଲୋକ ଆସିବେ, ଲୋକ କିଏ ବୁଝିବ କିଏ ବୁଝିବନି, କିଏ ଥରକରେ ବୁଝିବ, କିଏ 5 ଥରରେ ବୁଝିବ, କିଏ 10 ଥରରେ ବୁଝିବ, କିଏ 2 ବର୍ଷ 2 3 ଥର ମୁଦିକାରୁ ଛାଡି ଦେଇକି ପୁଣି ଜଏନିଂ କରି କରିବ। ତେଣୁ ଲୋକଙ୍କ କଥା ଆମେ ତ ଇଏ କରିବା ନା, ଆମେ ଲୋକଙ୍କୁ କହି ଚାଲିବା, ଆମେ ବୁଝେଇ ଚାଲିବା, ଆମେ ଲୋକଙ୍କୁ ମିଟିଂ ଡାକିବା, ଟ୍ରେନିଂ ଡାକିବା, ୱାର୍କସପ ଡାକିବା, ବେସ୍ ମିଟିଂ ଡାକିବା, ଲଗାତାର ଭାବରେ ଲୋକଙ୍କୁ ଡାକି ଚାଲିଥିବା, ଲୋକଙ୍କୁ କହି ଚାଲୁଥିବା, ବୁଝେଇ ଚାଲୁଥିବା। ତାରି ଭିତରେ ଲୋକ ଆସୁଥିବେ ଯାଉଥିବେ, ଆମେ ସେ ଜାଗାରେ ଯାଇକି ପହଞ୍ଚେଇଥିବା, ମୋର ଲେବୁଲ ବଢୁଥିବ, ମୋର ଇନକମ ବଢୁଥିବ। ଲୋକ ଆସୁଥିବେ ଯାଉଥିବେ, କିନ୍ତୁ ମୋର ଇନକମ ବଢୁଥିବ। ଆପଣ ଲଗାତାର ଭାବରେ ଲାଗିକି ରହିବେ। ଯଦି ଆମେ ଭୁବନେଶ୍ୱରରୁ ଟ୍ରେନ ଧରୁଛନ୍ତି, ଯଦି ଆମେ ଦିଲ୍ଲୀ ପହଞ୍ଚିବାର ଅଛି, ତାହେଲେ ଆମେ ଟ୍ରେନରେ ବସିକି ରହିବାର ଅଛି। 2 ଦିନ ଲାଗୁ 3 ଦିନ ଲାଗୁ ଆମେ ଦିଲ୍ଲୀରେ ପହଞ୍ଚିବା। ଯଦି ଜଣେ ଲୋକ ଭୁବନେଶ୍ୱରରେ ଚଢିଲା, ସିଏ ଯଦି ତାର ବିଶ୍ୱାସ ପାଉନି ଦିଲ୍ଲୀରେ ଗାଡି ପହଞ୍ଚିବ ନା ନାହିଁ, ସିଏ ଯଦି ସ୍ୱରରେ ଓହ୍ଲେଇ ପଡୁଛି କି ବାଲେଶ୍ୱରରେ ଓହ୍ଲେଇ ପଡୁଛି କି ମାର୍କଣାରେ ଓହ୍ଲେଇ ପଡୁଛି, ତାହେଲେ ସେ ଦିଲ୍ଲୀ ପହଞ୍ଚି ପାରିବେ କି? ପହଞ୍ଚି ପାରିବନି। ଲୋକ ତ ବହୁତ ସାରା ଟ୍ରେନରେ ଉଠିବେ, ଲୋକ ଉଠିବେ, ଲୋକ ଓହ୍ଲେଇବେ, ଲୋକ ଆସିବେ, ଲୋକ ଯୋଡିବେ, ଲୋକ ଛାଡିଯିବେ, ଲୋକ ୟୁଜ କରିବେ। କିନ୍ତୁ ଆପଣଙ୍କୁ ଲାଗିକି ରହିବାର ଅଛି। ଆପଣଙ୍କୁ ଟ୍ରେନରେ ମୁଦିକିଆ ଟ୍ରେନରେ ବସିକି ରହିବାର ଅଛି। ଯଦି ଆପଣ ଦିଲ୍ଲୀ ପହଞ୍ଚିବାର ଅଛି, ଆପଣ ପହଞ୍ଚିବେ ତ ନିଶ୍ଚିତ। 2 ଦିନ ହଉ 3 ଦିନ ହଉ ଦିଲ୍ଲୀ ଗାଡି ପହଞ୍ଚିବ ହିଁ ପହଞ୍ଚିବ। ଏଇଟା ଆପଣଙ୍କର ମାଇଣ୍ଡ କ୍ଲିୟର ରହିବା ଦରକାର। ମତେ ଡାଇମଣ୍ଡ ଲେବୁଲରେ ପହଞ୍ଚିବାର ଅଛି, ମତେ ଜିଆଡ ଲେବୁଲରେ ପହଞ୍ଚିବାର ଅଛି। ମତେ ମାସରେ 1,00,000 2,00,000 ନୁହେଁ, ମତେ ମାସରେ ପ୍ରମୋଦ ସାର ସେଇଦିନ ଯେ କହିଲେ ଆପଣ 1,00,000 ଟଙ୍କା ଭାବନ୍ତୁନି। ବର୍ତ୍ତମାନ ଏବେ ଲକ୍ଷଟା 10 ଲକ୍ଷ ଲେବୁଲ ହେଇଯାଇଛି। ଆପଣ 1,00,000 ଟଙ୍କା ଯୋଉମାନେ ଭାବିଥିଲେ ସେଟାକୁ 10 ଲକ୍ଷ, ଆମେ ସେଦିନ ମାଇଣ୍ଡ ସେଟ୍ କରିକି ଆସିନୁ। ଯୋଉ ଆମର ପ୍ରୋଗ୍ରାମ ଥିଲା, ଆମର ସେଠି ଭୁବନେଶ୍ୱରରେ ଯୋଉ ଥିଲା ପ୍ରମୋଦ ସାରଙ୍କ ମିଟିଂ ଥିଲା, ସେଦିନ ପ୍ରମୋଦ ସାର କହିଲେ ଆପଣ ମାନେ 10 ଲକ୍ଷ ସବୁବେଳେ ମାଇଣ୍ଡରେ ପୁରାନ୍ତୁ। ଆଉ ଲକ୍ଷଟା ସେଟା 10 ଲକ୍ଷ ହେଇଯାଇଛି। ଯେ ସେଦିନ ଆମକୁ କହୁଛୁ 10 ଲକ୍ଷ, ଯେ ଆଉ 1,00,000 ଟଙ୍କା କେହି ମାଇଣ୍ଡରେ ପୁରଉନାହାନ୍ତି। ଯେ ପ୍ରଥମେ ଜଣେ ମୁଦିକିଆରକୁ ଆସିଲେ, ସେ କଣ କରେ ନା 10 20 ହଜାର ଇନକମ ପାଇଁ ସେ ଆସେ। ହଁ ସାର୍ ମୋର 10,000 ଇନକମ ହେଲେ ଚଳିଯିବ, ମୋର 20,000 ଇନକମ ହେଲେ ଚଳିଯିବ। କାରଣ ସେ 10 20 ହଜାର ଇନକମ ଟାକୁ ଦେଖିଛି, ବା ସେ ସେଇ ବ୍ୟାକଗ୍ରାଉଣ୍ଡ ସେଇ ସରାଉଣ୍ଡ ଭିତରେ ଅଛି, ବା ତାର ପାଖ ପଡୋଶୀ, ତାର ଭାଇ ଭତିସା, ତାର ବନ୍ଧୁ ପଡିଶା, ସେମାନେ ସେଇ 20 30 ହଜାର ଇନକମ ଭିତରେ ଅଛନ୍ତି। ତେଣୁ ସେ ସେଇ 20,000 ଟାକୁ ମାଇଣ୍ଡରେ ନେଇଯାଇଛି, 20,000 ହେଲେ ହେଇଯିବ। ଯଦି ମୁଦି କେୟାରରେ ସେ ଜଏନିଂ ମିଟିଂ ଆସୁଛି, ବା 2ଟା 3ଟା ମିଟିଂ ରେ ସେ ପହଞ୍ଚି ଯାଉଛି, 2ଟା 3ଟା ମିଟିଂ ନେଇଯାଉଛି, ସିଏ 1,00,000 ଟଙ୍କା ଇନକମ ତା ପାଟିରୁ ବାହାରୁଛି। ଯେ 1,00,000 ଟଙ୍କା ସାର୍, ମୁଁ 1,00,000 ଟଙ୍କା ଇନକମ କରିବି। କେମିତି 1,00,000 ଟଙ୍କା ଆସୁଛି? ନା ସିଏ ବୁଝି ଯାଉଛି ପ୍ଲାନ୍ ଟାକୁ। ଯଦି ଏଠି 20,000 30,000 ନୁହେଁ, 1,00,000 ଟଙ୍କା ବି ଲୋକ ଇନକମ କରୁଛନ୍ତି, 10 ଲକ୍ଷ ବି ଇନକମ କରୁଛନ୍ତି, ଆଉ 1,00,00,000 ଟଙ୍କା ବି ଇନକମ କରୁଛନ୍ତି, 1,00,00,000+ ବି ଇନକମ କରୁଛନ୍ତି। ତେଣୁ ଏଇଟା କୋଟିପତିର ବିଜନେସ। ତେଣୁ ମତେ ବି 1,00,000 2,00,000 ଇନକମ କରିବାର ଅଛି। ଯଦି ସିଏ କରିପାରୁଛି, ମୁଁ କାହିଁ କରିପାରିବିନି? ଯଦି ସିଏ ଗାଡି ନଉଛି, ମୁଁ କାହିଁ ଗାଡି ନେଇପାରିବିନି? ଯଦି ସିଏ ଫରେନ ଯାଉଛି, ମୁଁ କାହିଁ ଯାଇପାରିବିନି? ତେଣୁ ସମସ୍ତଙ୍କର ସ୍ୱପ୍ନ ଏଠି ପୁରା ହବ। ଯେ ବହୁତ ସାରା ତ ସମୟ ସାରଙ୍କୁ ନେଇଗଲେଣି, ସାର୍ ମତେ ସୀମିତ ସମୟ କଣ ଦେଇଥିଲେ, ଆଉ ଜଷ୍ଟ ପ୍ଲାନ୍ ଟାକୁ ରଖିଲି, ଯେତିକି ବି ଶିଖିଛି। ଆଉ ସାର୍ ମୁଁ କହିଲି, ଯଦି ମୋର ଭୁଲ ତ୍ରୁଟି ଥାଏ ମତେ କ୍ଷମା କରିବେ। ଆଉ ଫାଷ୍ଟ ଟାଇମ ପାଇଁ ମୁଁ ଜୁମରେ ଆଉ କହିବାର ସୁଯୋଗ ଦେଇଥିଲେ, ଯୋଉଟା କି ଗୋପବନ୍ଧୁ ସାର୍, ବହୁତ ବହୁତ ଧନ୍ୟବାଦ ସାର୍। ଆଉ ସମସ୍ତେ ଲାଗିକି ରୁହନ୍ତୁ, ସମସ୍ତେ ଜୁମ ଏଡ୍ ହୁଅନ୍ତୁ। ଏଇ ମାସର ଟାର୍ଗେଟ ସମସ୍ତେ ନିଅନ୍ତୁ, କୋଉ ଲେବୁଲକୁ ସେ ଯିବେ। ଆଉ ଟାର୍ଗେଟ ନିଅ, କରନ୍ତୁ। ଆଉ ରାତି 24 ଘଣ୍ଟା ଆପଣଙ୍କ ମାଇଣ୍ଡରେ କେବଳ ମୁଦିକେୟାର ଆସୁ। ହାର୍ଟଲି ମୁଦିକେୟାରକୁ ଭଲ ପାଆନ୍ତୁ, ପ୍ରଡକ୍ଟକୁ ଭଲ ପାଆନ୍ତୁ, କମ୍ପାନୀକି ଭଲ ପାଆନ୍ତୁ। ଆଉ ସମସ୍ତେ ଲାଗିକି ରୁହନ୍ତୁ, ସବୁବେଳେ ମୁଣ୍ଡିକେୟାର ରିଆକ୍ସନ ମୁଣ୍ଡରେ ରହୁ। ପ୍ରଡକ୍ଟ ଆପଣ ପାଖରେ ନେଇକି ରଖନ୍ତୁ। କାଲି ଯୋଉଟା କି ମଡେଲ ଘରକୁ ଯାଇଥିଲି, ବୋଲି ସାର୍ ଆପଣ ପ୍ରଡକ୍ଟ ଘରେ ରଖିଲେ ମୁଣ୍ଡ ବିନ୍ଧା ଆରମ୍ଭ ହବ। ଯେ ଏ ପ୍ରଡକ୍ଟ କାହାକୁ ଦେମି, ୟାକୁ ଦେମି ନା ତାକୁ ଦେମି, କାହାକୁ ଦେମି, ମୁଣ୍ଡ ବିନ୍ଧା ଆରମ୍ଭ। ଯଦି ପ୍ରଡକ୍ଟ ଆପଣ ମାନଙ୍କ ଘରେ ପାଖରେ ନାହିଁ, ତାହେଲେ ଆପଣଙ୍କର ମୁଣ୍ଡ ବିନ୍ଧା ହବନି। ସାର୍ ମୁଁ ବହୁତ ସାରା ପ୍ରଡକ୍ଟ ଯୋଉଟା କି ରଖିଛି, ଯୋଉଟା କି 1,00,000 ଟଙ୍କାର ପ୍ରଡକ୍ଟ ମୋ ପାଖରେ ରଖିଛି, ପାଖରେ ରଖିକି ମିଟିଂ ରେ ବସୁଛି। ଆଉ ପ୍ରଡକ୍ଟ ଦେଖୁଛି ରାତି ପାଇଲେ ମୋ ପାଖରେ କେତେ ପ୍ରଡକ୍ଟ ଅଛି। ମୁଁ ଯଦି ଦୋକାନ କରିଛି, ଇଏ ଗୋଟେ ବିଜନେସ, ଯଦି ଦୋକାନ କରିଛି, ତାହେଲେ ଯଦି ମୋ ଦୋକାନରେ କିଛି ପ୍ରଡକ୍ଟ ନେଇ ଦୋକାନରେ
ସାର୍ 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 ଡିସପ୍ଲେ କରୁଛି ସାର୍, ସାର୍ ଡିସପ୍ଲେ କରୁଛି ସାର୍। ସାର୍ ସାର୍ ଲକ୍ଷ ଉପରେ ଷ୍ଟକ୍ ଅଛି ସାର୍, ଲକ୍ଷ ଉପରେ ଅଛି ଷ୍ଟକ୍ ସାର୍। ସାର୍ ସାର୍ ଗୋଟେ ଗୋଟେ କିଲୋମିଟର ଫରକ ସାର୍ ସାର୍ ପାଖାପାଖି ମୋର 1 କିଲୋମିଟର ପାଖରେ ବି ମୋର ଡିପି ଅଛି, ମୋ ଟିମର ଡିପି ଅଛି ପ୍ରସନ୍ନ ସାର ଡିପି। ମୁଁ ଯାଇକି ସେଠୁ ଆଣିକି ଦେଇ ପାରିଥାନ୍ତି, କିନ୍ତୁ ନା ମୋ ଘର ପାଖରେ ମୁଁ ରଖିବି ସାର୍। ଏ ସାର୍ ସାର୍ ଏ ସାର୍ ସାର୍ ଭୁବନେଶ୍ୱରରେ ସାର୍ 14 ବର୍ଷ ରହି ସାର୍ ବିଲ୍ଡର୍ସରେ, ଉତ୍କଳ ବିଲ୍ଡର୍ସରେ। ଆଜ୍ଞା ମୁଁ ସାର୍ ସାର୍ 4ଟାରେ ଉଠୁଛି ସାର୍। ସାର୍ ଆଜି ନୁହେଁ, ଏଟା 92 ମସିହାରୁ। ସାର୍ ନଭେମ୍ବର ସାର୍ ନଭେମ୍ବର।
স্যার নভেম্বর লাস্ট 30 তারিখ। Yes, sir. Yes, sir. Yes, sir. Yes, sir. Yes, sir. Yes, sir.